ଛତୁ ତରକାରୀ ତ ସମସ୍ତେ ଖାଇବାକୁ ଭଲ ପାଆନ୍ତି। କଣ ଆପଣ ଜାଣିଛନ୍ତି ଆପଣ ଯେତେବେଳେ ଢାବା କିମ୍ବା ରେଷ୍ଟୁରାଣ୍ଟରେ ଯାଇକି ଛତୁ ତରକାରୀ ମାଗିଥାନ୍ତି ସେମାନେ କିପରି ଭାବରେ ବନେଇଥାନ୍ତି ଆଉ ଏତେ ସରଳ ଉପାୟରେ ବନିଥାଏ ଆପଣ ନିଜେ ବି ଘରେ ବନେଇକି ଖାଇପାରିବେ। ଆଉ ଛତୁ ତରକାରୀ ବାହାର ଅପେକ୍ଷା ନିଜେ ବନେଇଥିବା ହିଁ ବହୁତ ହି ଟେଷ୍ଟ ଲାଗିବ। କଥାବାର୍ତ୍ତା ବେଶୀ କରିବାନି, ଭିଡିଓଟି ଆମର ଆରମ୍ଭ କରିଦବା ଆମର ଏଇ ଛତୁର ରେସିପି ମସଲା ଛତୁ ଯୋଉଟା କି ଆପଣ ମାନେ ହୋଟେଲ ରେଷ୍ଟୁରାଣ୍ଟରେ ଖାଇଥାନ୍ତି। ତ ତା ଲାଗି ପ୍ରଥମେ ଆମେ ଏଠି ସୋରିଷ ତେଲ ନେଇଯିବା। ସେଠି କଟା ହେଇ ରଖିଥିବା ଟମାଟର, କ୍ୟାପ୍ସିକମ, ପିଆଜ ସବୁ ପକେଇଦବା। ଯଦି ଫ୍ରେଣ୍ଡ ଆପଣଙ୍କ ପାଖରେ କ୍ୟାପ୍ସିକମ ନାହିଁ ତ ଆପଣ ଏଠି ସ୍କିପ୍ କରିପାରିବେ। ପକେଇ ଦେଇକି ଫ୍ରେଣ୍ଡ ହାଲକା ଟିକେ ଲୁଣ ଦେଇଦବା ତାକି ଆମର ବହୁତ ଜଲ୍ଦି ସିଝିଯିବ। ଯଦି ଫ୍ରେଣ୍ଡ ଆପଣ ସୋରିଷ ତେଲ ଖାଉନାହାନ୍ତି ତ ଆପଣ ସୋରିଷ ତେଲ ବଦଳରେ ବଟର ୟୁଜ କରିପାରିବେ କିମ୍ବା ଆପଣ ଏଠି ରିଫାଇନ ତେଲ ମଧ୍ୟ ୟୁଜ କରିପାରିବେ। ହାଲକା ଫ୍ରେଣ୍ଡ ଏଇଠି ଆମେ ଫ୍ରାଏ କରିବା, ବେଶୀ ଆମେ ଏଇଠି ଆକୁ ସିଝେଇବାନି। ଜଷ୍ଟ ହାଲକା ତାର କ୍ରିସ୍ପିନେସ ଟା ଟିକେ ହାଲକା ଭାଙ୍ଗିବ ସେଇ ପର୍ଯ୍ୟନ୍ତ ଆମେ ଏଠି ଫ୍ରାଏ କରିବା। କମ ସେ କମ ଫ୍ରେଣ୍ଡ 2 ମିନିଟ ରେ ଇଏ ଆମର ରେଡି ହେଇଯିବ। ଏଇଠି ଫ୍ରେଣ୍ଡ ଆପଣ ଦେଖୁଥିବେ କେତେ ବଢିଆ କଲର ବି ମଧ୍ୟ ଚେଞ୍ଜ ହେଇଗଲାଣି। ୟାକୁ ଫ୍ରେଣ୍ଡ ଆମେ କାଢି ନବା। ୟାକୁ ଫ୍ରେଣ୍ଡ ଆମେ କାଢିକି ରଖିଦବା। ଏବେ ଫ୍ରେଣ୍ଡ ନେଇଯିବା ଆମେ ସେ ସେମ ତାୱାରେ ଆମେ ଏଠି ପକେଇଦବା ସୋରିଷ ତେଲ। ଆପଣ ଯେକୌଣସି ତେଲ ୟୁଜ କରିପାରିବେ କିମ୍ବା ବଟର ମଧ୍ୟ ୟୁଜ କରିପାରିବେ। ଟିକେ ଫ୍ରେଣ୍ଡ ୟାକୁ ଆମେ ଗରମ ହବା ପାଇଁ ଛାଡିଦବା। ତେଲ ଆମର ଗରମ ହେଇଗଲାଣି। ଆମେ ଏଠି ନେଇଯିବା ଜିରା, ଗୋଟେ ଲବଙ୍ଗ, ତା ସହିତ ଫ୍ରେଣ୍ଡ ଏଇଠି ମୁଁ ନେଇଯାଇଛି ଗୋଲମରିଚ। ଯଦି ଫ୍ରେଣ୍ଡ ଆପଣଙ୍କୁ ଗୋଲମରିଚ କିମ୍ବା ଲବଙ୍ଗ ପସନ୍ଦ ନୁହଁ ତ ଆପଣ ସ୍କିପ୍ କରିପାରିବେ। ଯଦି ଦଉଛନ୍ତି ତ ରେଷ୍ଟୁରାଣ୍ଟ ହୋଟେଲର ବାସ୍ନା ଆସିବ। ଏଇଠି ଫ୍ରେଣ୍ଡ ଅଦା ରସୁଣର ପେଷ୍ଟ ମୁଁ ଦେଇଦେଇଛି। ଅଦା ରସୁଣକୁ ବହୁତ ବଢିଆ ସେ ବାଟି ଦେଇଥିଲି। ସେଇ ପେଷ୍ଟରୁ ମୁଁ ଗୋଟିଏ ବଡ ଚାମଚ ଦେଇଛି। ଦେଇକି ଫ୍ରେଣ୍ଡ ବହୁତ ବଢିଆ ସେ ଟିକେ କଷେଇ ଦିଅନ୍ତୁ। କମ ସେ କମ ଆପଣ କିଛି ସେକେଣ୍ଡ ପାଇଁ କିମ୍ବା 1 ମିନିଟ ପାଇଁ କଷେଇ ପାରିବେ। ତାପରେ ଫ୍ରେଣ୍ଡ ପିଆଜକୁ ମୁଁ ଅଲଗା ସେପାରେଟ କରିକି ବାଟି ଦେଇଥିଲି, ତାକୁ ମଧ୍ୟ ଫ୍ରେଣ୍ଡ ଏଇଠି ମୁଁ ଦେଇଦେଉଛି 2 ଚାମଚ। ଏଇଠି ଫ୍ରେଣ୍ଡ ଆପଣ ଚାହିଁଲେ ପିଆଜ, ଅଦା, ରସୁଣ ତିନିଟା ଯାକୁ ଏକା ସାଙ୍ଗରେ ମଧ୍ୟ ବାଟି ପାରିବେ। ମୁଁ ଫ୍ରେଣ୍ଡ ଏଇଠି ଅଲଗା ଅଲଗା ବାଟିଥିଲି, ଆପଣ ଏକାଠି ବି ମଧ୍ୟ ବାଟି ପାରିବେ। ବହୁତ ବଢିଆ ସେ ଫ୍ରେଣ୍ଡ ୟାକୁ ଆମେ ଟିକେ ମିକ୍ସ କରିଦବା ଏଇପରି ଭାବରେ। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ଏଠି ନେଇଯାଇଛି ଟମାଟୋର ପ୍ୟୁରି। ପ୍ୟୁରି ନବା ଦ୍ଵାରା ହେଇଥାଏ କଣ, ବହୁତ ବଢିଆ ଟେଷ୍ଟ ଆସିଥାଏ ଆଉ ଆମ ତରକାରୀଟା ପୁରା ଗାଢା ରିଚନେସ ହେଇଥାଏ। ଏବେ ଫ୍ରେଣ୍ଡ ମୁଁ ନେଇଯାଇଛି ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଧନିଆ ଗୁଣ୍ଡ, ତା ସହିତ ଫ୍ରେଣ୍ଡ ମଟନର ମସଲା। ଫ୍ରେଣ୍ଡ ବାସ୍ନା ଆସିବା ପାଇଁ ଆପଣ ଏଠି ମଟନର ମସଲା ୟୁଜ କରିପାରିବେ। ଯଦି ମଟନର ମସଲା ନାହିଁ ଏଠି ଆପଣ ଚିକେନ ମସଲା ୟୁଜ କରିପାରିବେ। ନହେଲେ ଫ୍ରେଣ୍ଡ ଆପଣ ଏଠି ଭେଜିଟେବଲ ମସଲା, ଯୋଉ ମସଲା ଆପଣ ଭେଜ କରିରେ ବନାନ୍ତି ସେ ମସଲା ୟୁଜ କରିପାରିବେ। ଯଦି ସେ ମସଲା ବି ନାହିଁ ଫ୍ରେଣ୍ଡ ତ ଆପଣ କେବଳରୁ କେବଳ ଏଠି ଜିରା ଧନିଆ ଗୁଣ୍ଡ ଦେଇ ମଧ୍ୟ ମସଲାଟି କଷେଇ ପାରିବେ। ତ ଏବେ ଫ୍ରେଣ୍ଡ ଦେଖିପାରୁଥିବେ ମୁଁ ସବୁତକ ବହୁତ ବଢିଆ ସେ ମିକ୍ସ କରିଦେଇଛି ଆଉ ଆମର ବହୁତ ସୁନ୍ଦର କଲର ଆସିଗଲାଣି ଆଉ ମସଲା ମଧ୍ୟ କଷେଇ ହବା ଆରମ୍ଭ ହେଲାଣି। ଏଇ ଷ୍ଟେଜରେ ଫ୍ରେଣ୍ଡ ଅଳ୍ପ ଟିକେ ପାଣି ଦେଇଦବା। ମୁଁ ଜଗରୁ ଯୋଉଥିରେ ମୁଁ ଗ୍ରାଇଣ୍ଡିଙ୍ଗ କରିଥିଲି ସେ ଜଗରୁ ଟିକେ ପିଛୁଲେଇକି ଏଠି ମୁଁ ପାଣି ଦେଇଥିଲି କମ ସେ କମ 3 ରୁ 4 ବଡ ଚାମଚ। ଆପଣଙ୍କୁ ଯୋଉ ଜାଗାଟା ଦେଖେଇଲି ସେଇ ଜାଗାରେ ପାଣି ଦେଇଥିଲି ଅଧ କପ ସହିତ ସମାନ। ତାକୁ ଟିକେ ଫ୍ରେଣ୍ଡ ଲୋ ଟୁ ମିଡିୟମ ଫ୍ଲେମ କରିକି 2 ମିନିଟ ପାଇଁ ୟାକୁ ଘୋଡେଇକି ଆମେ ଛାଡିଦବା। ଆପଣ ଚାହିଁଲେ ଫ୍ରେଣ୍ଡ ଖୋଲା କରିକି ଛାଡି ପାରିବେ। ଘୋଡେଇକି ଛାଡିଲେ ବହୁତ ଶୀଘ୍ର ସିଝି ଯାଇଥାଏ, ତେଣୁକରି ମୁଁ ଏଠି ଘୋଡେଇକି ଛାଡିଦେଲି। ଆଉ ଆପଣ ଦେଖିପାରୁଥିବେ ମସଲାଟି ଏତେ ସୁନ୍ଦର ଦେଖାଯାଉଛି। ଆପଣ ନିଜେ ଦେଖିପାରୁଥିବେ ତେଲ ସବୁ ଉପରକୁ ମଧ୍ୟ ଉଠି ଆସିଲାଣି। ମସଲାଟା ପ୍ୟାନ ରୁ ମଧ୍ୟ ଏଇଠି ଛାଡିଗଲାଣି। ଏଇତିକି ଫ୍ରେଣ୍ଡ ଆପଣଙ୍କୁ ଏଇଠି କରିବାର ଅଛି। ଏଇଠି ଫ୍ରେଣ୍ଡ ଆପଣ ମସଲାଟାକୁ ସହିତ ଆମେ ଏଇଠି ଛତୁ ଆମର ଏଇଠି ଦବା। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ବଟମ ଛତୁ। ଆପଣ ଫ୍ରେଣ୍ଡ ଚାହିଁଲେ ନର୍ମାଲ ପାଳ ଛତୁ କିମ୍ବା ଯେକୌଣସି ଛତୁ ଆପଣ ଖାଆନ୍ତି ସେଇ ଛତୁ ନେଇଯିବେ। ମୁଁ ବଟମ ଛତୁକୁ 2 ରୁ 4 ଥର ୱାଶ କରିଦେଇଥିଲି ବହୁତ ବଢିଆ ସେ। ତାପରେ ଫ୍ରେଣ୍ଡ କାଟି ଦେଇଥିଲି ଆଉ ଇଏ ଫ୍ରେଣ୍ଡ ନର୍ମାଲ ଆଉ କିଛି ନାହିଁ। ୟାକୁ ଆପଣ ଭାଜିବେ ନାହିଁ, ଡାଇରେକ୍ଟ କଞ୍ଚା ଛତୁକୁ ଧୋଇକି ଭଲସେ କାଟିକି ଆପଣ ଡାଇରେକ୍ଟ କଷେଇବେ। ୟାକୁ ଫ୍ରେଣ୍ଡ ଆଦୌ ଭାଜିବେ ନାହିଁ, ନହେଲେ ବହୁତ ସଫ୍ଟ ହେଇଯିବ ଆଉ ମେଲ୍ଟ ହେଇଯିବ ତରକାରୀରେ, ଖାଇବାରେ ମଜା ଆସିବନି। ଏବେ ଫ୍ରେଣ୍ଡ ଦେଖିପାରୁଥିବେ ବହୁତ ବଢିଆ ସେ ଆମର ଛତୁରୁ ଧୀରେ ଧୀରେ କି ପାଣି ଆରମ୍ଭ ହବା ଷ୍ଟାର୍ଟ ହେଲାଣି। ଏବେ ଫ୍ରେଣ୍ଡ ଆପଣ ପାଣି ଆଦୌ ଦିଅନ୍ତୁ ନାହିଁ, ଦେଖିପାରୁଥିବେ ଛତୁରୁ ଅଟୋମେଟିକ ପାଣି ବାହାରେ। ତ ୟାକୁ ଫ୍ରେଣ୍ଡ ଆମେ କଣ କରିବା, କଭର କରିକି କମ ସେ କମ ଫ୍ରେଣ୍ଡ 2 ମିନିଟ ଛାଡିଦବା। ବେଶୀ ଛାଡିବେ ନାହିଁ, 2 ମିନିଟ କଭର କରିକି ଛାଡି ଦିଅନ୍ତୁ ଲୋ ଟୁ ମିଡିୟମ ଫ୍ଲେମରେ। ବଢିଆ ସେ ପାଣି ଛତୁ ଏକ୍ସଟ୍ରା ପାଣି ଯାହା ଥିବ ସବୁ ବାହାରିଯିବ। ଯଦି ଫ୍ରେଣ୍ଡ ଆପଣଙ୍କୁ କିଛି ଦରକାର ନାହିଁ, ଯଦି ଆପଣଙ୍କୁ ଆଦୌ ଏଇଠି ଝୋଳ ଦରକାର ନାହିଁ ଛତୁର, ତ ଆପଣ ଏତିକି ମଧ୍ୟ ଏଇଟା କଷେଇଲା ଭାବରେ ଆପଣ ବନେଇକି ଖାଇପାରିବେ। କିନ୍ତୁ ଫ୍ରେଣ୍ଡ ଏତିକିରେ ଟେଷ୍ଟ ଲାଗିନଥାଏ, ବହୁତ କିଛି ଜିନିଷ ଥାଏ ଯୋଉଟା କି ଫ୍ରେଣ୍ଡ ଆମର ହୋଟେଲ ରେଷ୍ଟୁରାଣ୍ଟ ପରିକା ଲାଗିଥାଏ। ତ ତା ଲାଗି ଚାଲନ୍ତୁ ଆଗକୁ ବଢିବା। ଆଉ ଯଦି ଏପର୍ଯ୍ୟନ୍ତ ଆପଣ ସ୍କିପ୍ କରି ଦେଖୁଥିଲେ ଏବେ ରହିଯାଆନ୍ତୁ, ନହେଲେ ଫ୍ରେଣ୍ଡ ବହୁତ ଜିନିଷ ମିସ୍ କରିକା ଯିବେ।
तो ये फ्रेंड देखी पाइले मु प्रथमे नहीं जाइए नॉर्मल वाटर आपण गरम पानी नहीं पारे नॉर्मल वाटर मु गोटे ग्लास रे नहीं जाइए या फ्रेंड देकी बहुत ही बड़ा से मिक्स करदबा आउ या परे फ्रेंड आमे एठी नै जिबा मेन इंग्रेडिएंट जोटा कि होची दही जदि नाही फ्रेंड स्किप कर परबे जदि अछि निहाते आप दे दियंतु बहुत ही बड़ा फ्लेवर आस्ता है छतुरे दहीटा को टिके फेंटी देबे फ्रेंड जते बेला आपण दहीटा पकोचंदी चामच रे 3 रु 4 थर टिके बहुत ही बड़ा से टिके फेंटी देबे फेंटी देकी डायरेक्ट दहीटा देकी मिक्स मिक्स कर देबे आदो हाथ तो छाड़ीबे नै नहले या आपणकर छिंडी जबर चांसेस थाए तो एबे फ्रेंड देखि पारथिबे आमे जो बन्नै की रखिथिले फ्राई करिकी टमाटो पियाज कैप्सिकम ताकू आमे एठी देई दबा देई देकी फ्रेंड बहुत ही बड़ा से टिके आमे एठी मिक्स कर दबा ए बराबर फ्रेंड आपण याको मिक्स कर दियंतु आ आपण एठी फ्रेंड देखि पाउते बहुत ही बड़ा से कलर मध्ये देखा होची आ जदी फ्रेंड आपण सीक्रेट फूड 1 चैनल को पर्यंत सब्सक्राइब करना दी जल्दी आके सब्सक्राइब करी बेल नोटिफिकेशन ऑन करी दियंतु ए बराबर नुवा नुवा वीडियो टिप्स ट्रिक विथ अनलिमिटेड बोनस पॉइंट देखिया पाई तो एठी फ्रेंड देखि पाउते मु घोड़े की छाड़ी देथिली एबे लेट हटे की देखौची 3 रु 4 मिनिट पे छाड़ी देथिली बहुत ही बड़ा से हमर छतु रेडी मध्ये हे गलानी एटा लो फ्लेम रे मु करूची फ्रेंड आपण जदी जल्दी रे अछंती तो मीडियम फ्लेम किबा हाई फ्लेम रे भी मध्ये करि परिबे किंतु जदी आपण हाई फ्लेम किबा मीडियम फ्लेम रे कोचंती तो बारंबार चलेइबे एठी एठी फ्रेंड मु टिके आउ टिके रिच लुक आसे पे फ्लेवर आसे पे दुईटा कंचा लंगा को मझिरु दुई खंड करिकी माने चिरी देइथिली पूरा काटी देने मझिरु दुई दुई खंड भराबरी चिरी की डायरेक्ट पकेबे लास्ट फ्रेंड पकेबे एठी गरम मसला ता सहित फ्रेंड जोटा मेन इंग्रेडिएंट माने जोटा बासना चार चांद लगे दियो छतुर ताहा आउ किछि नुआ आपनको घरे पड़ी रहिथिबे से 2 टंकार जिनिस जोटा होची कि कस्तूरी मेथी तो एठी फ्रेंड देखि पारथियो मु नि जाची कस्तूरी मेथी को बहुत ही बड़ा से हाथ रे टे क्रश करिकि ए पराबरे पके देबे पके साला परे आपण लास्ट रे ए जिंसटा देबे निहाते आपरे दियंतु फ्रेंड जदि आपण रेस्टोरेंट रो बासना चाहुचंते तो एटा फ्रेंड आउ किछि नुआ घियो एटा फ्रेंड मु नि जाची गुआ घियो माने एटा फ्रेंड नॉर्मल घियो नेची आपण जदि आपण पाखे जदि घियो नाही घर तयारी घियो किबा जदि मार्केट वाला घियो अछि तो ताको मध्ये यूज करि परिबे किबा फ्रेंड आपण ता बदल रे बटर यूज करि परिबे जदि फ्रेंड नाही बटर किबा घियो नाही तो फ्रेंड आपण स्किप कर दियंतु जदि अछि निया तापरे दियंतु रिच लुक आसीबो ऊपर ऑयली देखा जिवो तेल तेल देखा जिवो जोटा आपण गले होटल किबा ढाबा रे खांती सेही लुक टा इठी आसीबो आ एटा बहुत ही बढ़िया बरे टेस्ट लागिबो ता सहित बढ़िया फ्लेवर आसीबो बासना मध्ये आसीबो एठी फ्रेंड देई देई कि गैस टी को आपण को एठी बंद करि दबार अछि गोटे मिनिट हल्का पसेबे एबे देखोन फ्रेंड गैस टा को बंद करि देइछि आ छतु तरकारी आपणकर एकदम भाबे रेडी हो जाइछि याको फ्रेंड आपण रुटी परोटा पूरी ता सहित पखाळ भात कोन गरम भात सहित भी खाई परिबे आ एटा एते टेस्ट फ्रेंड आपण बनो बनो घरे बासना महकी जिवो आ जे न खाइबा लोक डबल मागी की खाइबे निहा टाइप रे फ्रेंड बनांतु ए नुआ रेसिपी छतु तरकारी परफेक्ट ढाबा रेस्टोरेंट जेमिति बनांती ताको आपण एठी बनेइबे जदी भल लागिला गोटे लाइक रो सहित शेयर कर देबे आपण संग साथी मानु को जो माने छतु तरकारी खाइबा को भल पाते नेक्स्ट रेसिपी आपण पे कोन आनिबी कमेंट माध्यम रे मते जणेबे थैंक यू फॉर वाचिंग।